कालियाटी रे ए कालिया कालिया रे ए कालिया भाई कौन लगा भाई आ को पी दे बोतल धूम आग बड़ी पे सुविधा मिलनी काई क्या कथा कौन कि भाई हां ए बोतल अछि तो सब हां नेला भारी असुविधा होछि माने घरे जान दउचंदे घरे जानंती जा हौ बाटरे घाटरे कोड बोलले भांगी जाउची का गोडे काचवा तो पड़ जाउची हां आउ भलो सुविधा होनी हां ठीक कथा कहलु अरे सेती बाय पर हम ओडिसा सरकार गोटे नियम एबे कलेनी कोन नियम करलेनी जानिनु की अरे एई जो परिवेश सुरक्षा पाई ए जो काच पड़ी की भांगी होउची का गोडे पसी होउची चाष क्षेत्र रे चासी मान होइरान होउचंदी हां हां ସେଇଥିପାଇଁ ଏଥର ଆଉ ବୋତଲରେ ମଦ ମିଳିବ ନାହିଁ ମାନେ ତମେ କହୁଛ ମଦ ପୁରା ବନ୍ଦ ହେଇଯିବ ଓଡିଶାରୁ ମଦ ବନ୍ଦ ଓଡିଶାରୁ ମୁଣ୍ଡ ଖରାପ ନା କଣ ତାମାନେ ତମେ ଆଉ କଣ କହିବାକୁ ମଦ ବନ୍ଦ ହବନି ରେ ମଦ କିପରି ଭାବେ ଅଧିକ ଲୋକଙ୍କ ପାଖରୁ ପହଞ୍ଚି ପାରିବ ସୁବିଧାରେ ପହଞ୍ଚି ପାରିବ ବିନା ବିପଦରେ ପହଞ୍ଚି ପାରିବ ସେଥିପାଇଁ ସରକାର ଗୋଟେ ନୂଆ ଆଇନ କାଢିନାହାନ୍ତି ଗୋଟେ ବ୍ୟବସ୍ଥା କରୁଛନ୍ତି ବ୍ୟବସ୍ଥା କଣ ଆମ ଘର ମୁହଁରେ ଦେଇଦେଇକି ଆସିବେ ମଦ ନା କଣ ସେଇଭଳିଆ ଗୋଟେ ପ୍ରକାର ମାନେ टेट्रा पैक रे मिलिबो टेट्रा पैक माने बुझ पाछो कोन टेट्रा पैक आमे सब जूस पिउ होला ए ओआरएस सब पैकेट माने फुटी फुटी हां बस बस पेपर बैग सेही भलिया एबे मद मिलिबो सत ना कोन सत माने हमरो आबकारी मंत्री कहि जाजोनी केबेडरू तो तुंड सिटुंड मानते कोटी परमाई दियंतु छैया होता कि भाई आम मध्य मानकर गोटे चिंता जाता नो कोन अरे हम जेतेले ता तू पकेट पुरै आ जोडी नै सेठी पी दियंत आ बोतल थिबो बोतल ना भागिबो आ ସେଇଥି ପାଇଁ ତମର ଭଲ ପାଇଁ ତ କରିଛନ୍ତି ସରକାର ସରକାରକୁ ଅଶେଷ ଧନ୍ୟବାଦ ଧନ୍ୟବାଦ ଆଉ କୋଉ ସରକାର ପାଖରେ ତମ କଣ ହେଲା ଆଉ ଭଲ ହୁଅନ୍ତା ଆଉ ଗୋଟାଏ ଭାଇ ଅନୁରୋଧ କଣ କହ ମାନେ ଆଗକୁ ଆଉଚି ଖରା ଦିନ ମାନେ ସରକାର ପାଖରେ ଅନୁରୋଧ ହଁ ସରକାର ଆଉ କଣ ତମକୁ ଅନୁରୋଧ ତମେ କଣ କରିବ କୁହ ସରକାର ପାଖରେ ଅନୁରୋଧ ହଁ ଆଗକୁ ଆଉଚି ଖରା ଦିନ ନିହାତି ପ୍ରବଳ ଖରା ଆମେ ମଦୁଆ ମାନେ ଆଉ ଖରାରେ ବାହାରିକି ମଦ ପିଇକି ଆଉ ଘରକୁ ଫେରି ପାରିବୁନି କୋଉଠି ପଡିଥିବ କୋଉଠି ପଡିବୁ ଗାଡି ଫାଡି ଚଢିଯିବ ହଁ ଠିକ କଥା ଭାଇ ତମେ ବି ଆମ ତରଫରୁ ଅନୁରୋଧ ସରକାରଙ୍କୁ କର ଯଦି ପାଇପ ଲାଇନ ମାଧ୍ୟମରେ ଆମ ଘରକୁ ମଦଟା ଦେଇ ଦିଅନ୍ତେ ଆଉ କାହିଁ କହୁଛ ଆମେ ସରକାରଙ୍କ ପ୍ରତି ପୁରା ଆନୁଗତ୍ୟ ହେଇ ବୁଝିଲା ଆଜ୍ଞା ସରକାର କରିଛନ୍ତି ଏବେ ସୁବିଧା କରିଦେଇଛନ୍ତି ଏମାନଙ୍କର ମଦ ନବା ଆଣିବାରେ କିଛି ଅସୁବିଧା ନାହିଁ ୟା ଫଳରେ ଅନେକ ନେଗେଟିଭ କାର୍ଯ୍ୟ ମଧ୍ୟ ହବ କାରଣ ସୁବିଧାରେ ଆତଯାତ କରିପାରିବେ ନେଇକିରି ମଦକୁ କିନ୍ତୁ ଏମାନଙ୍କର ଆଉ ଗୋଟେ ଦାବି ରହିଲା ସରକାର ମୁଁ ମଧ୍ୟ ଆପଣମାନଙ୍କୁ କହୁଛି ଆଜ୍ଞା ଯଦି ସୁବିଧା ହବ ଏମାନଙ୍କ କଥା ବୁଝିବେ ଯେମିତି ଏବେ ବୁଝିଛନ୍ତି ସୁବିଧାରେ ମଦ ନେଇପାରିବେ ପକେଟରେ ନେଇପାରିବେ ବ୍ୟାଗରେ ନେଇପାରିବେ ଠିକ ସେଇଭଳିଆ ଆଙ୍କ ପାଇଁ ଯଦି ବ୍ୟବସ୍ଥା କରିବେ ପାଇପ୍ ମାଧ୍ୟମରେ ଘରେ ଘରେ ଯୋଗାଇ ଦେବେ ମଦ ସେମାନେ ଏଇ ଖରା ଦିନେ ଘରେ ବସି ଆରାମସେ ପିଇ ପାରିବେ ଏଇଆ ତ ହଉ ହେଲା ଦେଖାଯାଉ ସରକାର ତାହା ବି କରିପାରନ୍ତି ଅସମ୍ଭବ କିଛି ନୁହେଁ କାରଣ ତମେ ହଉଛ ସଚା ଦେଶଭକ୍ତ ଆଉ ଆମେ ସରକାରକୁ ଚଳୁ ଟ୍ୟାକ୍ସ ଦଉଛୁ ଆମେ ନା ହଁ ନିହାତି ନିହାତି ତମ ଘର ବରଂ ବର୍ବାଦ ହଉ ସରକାର ଆବାଦ ହଉଛନ୍ତି ତମରି ପଇସାରେ।